ସତରେ ଭଗବାନଙ୍କ ଲୀଳା ବଡ଼ ବିଚିତ୍ର। କୋଇଲିକୁ କଣ୍ଠ ଦେଲେ କିନ୍ତୁ ରୂପ ଦେଲେ ନାହିଁ, ମୟୂରକୁ ରୂପ ଦେଲେ କିନ୍ତୁ ଇଚ୍ଛା ଦେଲେ ନାହିଁ, ମନୁଷ୍ୟକୁ ଇଚ୍ଛା ଦେଲେ କିନ୍ତୁ ସନ୍ତୋଷ ଦେଲେ ନାହିଁ, ସାଧୁଙ୍କୁ ସନ୍ତୋଷ ଦେଲେ କିନ୍ତୁ ସଂସାର ଦେଲେ ନାହିଁ। ତେଣୁ ଏ ସଂସାରରେ କେହି ବି ପୂର୍ଣ୍ଣ ନୁହନ୍ତି, କେବଳ ସେହି ପୂର୍ଣ୍ଣ ବ୍ରହ୍ମ ହିଁ ପୂର୍ଣ୍ଣ। ପରିବାରକୁ ଛାଡ଼ି ରହିବା କେତେ କଷ୍ଟ କେବଳ ସେହି ମଣିଷ ହିଁ ଜାଣିପାରିଥାଏ, ଯିଏ ପରିବାର ଲୋକଙ୍କ ପେଟରେ ଦୁଇ ଓଳି ଦୁଇ ମୁଠା ଅନ୍ନ ଦେବା ପାଇଁ ପରିବାରଠାରୁ ଦୂରେଇ ରହିଥାଏ। ସ୍ୱପ୍ନ ଯେତେ ସୁଖ ଦେଲେ ମଧ୍ୟ କେବେ କାହା ପେଟ ପୁରାଏ ନାହିଁ, କିନ୍ତୁ ବାସ୍ତବତା ଯେତେ କଷ୍ଟ ଦେଲେ ବି ପେଟକୁ ଦାନା ମୁଠାଏ ଯୋଗାଇଥାଏ। ଖରାପ ଲାଗିଲେ ବି କଥାଟି ସତ। ଗୋଟିଏ ପୁଅକୁ ଯଦି ତାର ଶ୍ୱଶୁର ଘର ଲୋକେ କିଛି ଖରାପ ବ୍ୟବହାର କରନ୍ତି, ସେ ପୁଅ ଆଉ ଶ୍ୱଶୁର ଘରକୁ ଯିବା ପାଇଁ ମନା କରିଦିଏ। ବେଳ ପଡ଼ିଲେ ନିଜ ପିଲାମାନଙ୍କୁ ମଧ୍ୟ ଆଉ ତା ଶ୍ୱଶୁର ଘରକୁ ଛାଡ଼େନି। କିନ୍ତୁ ଗୋଟିଏ ଝିଅ କଥା ଥରେ ଭାବିଲେ ତାର ଶାଶୁଘର ଲୋକ ଯେମିତି ବ୍ୟବହାର କଲେ ବି ସେ ସବୁ ସହି ନିଜ ଘର ଭାବି ଚୁପ୍ ରହିଯାଏ। କ'ଣ ସାଙ୍ଗମାନେ ଠିକ୍ ତ?